ତାପରେ ଜଗୁ ଗୁଡିଆ ଆଉ କୋକୋକୁ କହିଲା, ତୁମେ ଦୁଇ ଜଣ ଏଥର ସ୍କୁଲର ଫିସ୍ କେମିତି ଭରିବ? ତୁମ ମାମାର କାମ ତ ବନ୍ଦ ହେଇଗଲା। ଆଜି ରାତି ତୁମକୁ କିଛି ଖାଇବାକୁ ହିଁ ମିଳିବ ନାହିଁ। ଆମକୁ କିଛି ମିଳୁ ୟା ନ ମିଳୁ ତୁମର କ'ଣ ହେଲା? ତୁମ ମାମା ହିଁ ରାତିରେ ଆସିବେ ମାଗିବା ପାଇଁ ଖାଇବା। ଗୋଟିଏ ରୁଟି ଦେଇଦିଅ ମୋ ପିଲାମାନଙ୍କ ପାଇଁ। ତୁ ଏଇଠାରୁ ଯା, ନହେଲେ ତତେ ପିଟି ପକେଇବି। ଯଦି ତୁ କେବେ ଆଉ କହିଥିବୁ ତ ପେପର ଦେଖା, ତାହେଲେ ତୋ କଥା ବୁଝିବି ମୁଁ। ହ୍ୟାଲୋ ଗୁଡିଆ ଭଉଣୀ, ଏବେ ଆମେ ଏଇଠାରୁ ଯିବା। ତାପରେ ସେଇଠାରୁ କୋକୋ ଆଉ ଗୁଡିଆ ଚାଲିଗଲେ। କିଛି ଦୂରକୁ ଯାଇକି ଗୋଟିଏ ଭଙ୍ଗା ଗଛ ଉପରେ ବସିଲେ। କୋକୋ ଭାଇ, ଆଜି ରାତିରେ ଆମେ ମାମାକୁ ଖାଇବା ମାଗିବା ହିଁ ନାହିଁ। ହଁ ଗୁଡିଆ, ନହେଲେ ମାମା ଚିନ୍ତାରେ ପଡିଯିବେ। ଚାଲ ନଦୀକି ଯାଇକି ପାଣି ପିଇକି ଘରକୁ ଯିବା। ତାପରେ କୋକୋ ଆଉ ଗୁଡିଆ ନଦୀ ପାଖକୁ ଚାଲିଗଲେ। ତାପରେ ସେମାନେ ସେଇଠାରୁ ପାଣି ପିଇଲେ। କୋକୋ ଭାଇ, ଏତେ ପାଣି ପିଇକି ମୋ ପେଟ ପୁରିଗଲାଣି। ଗୁଡିଆ, ଚାଲ ଏବେ ଆମେ ଘରକୁ ଯିବା। ଯଦି ମାମା ଆମ ପାଇଁ ଖାଇବା ରଖିଥିବେ। ତାପରେ କୋକୋ ଆଉ ଗୁଡିଆ ଘରକୁ ଆସିଲେ ଭାରି। ତାପରେ ରାତି ହେଇଗଲା। କୋକୋ ଭାଇ, ପେଟରୁ ଗୁଡୁ ଗୁଡୁର ଶବ୍ଦ ଆସୁଛି। ଚୁପ୍ ହେଇକି ଶୋଇବା ପାଇଁ ଚେଷ୍ଟା କର ଗୁଡିଆ। ଭାଇ, ମତେ ଖାଲି ପେଟରେ ନିଦ ହିଁ ଆସୁନାହିଁ। ଗୁଡିଆ, କୋକୋ, ତୁମେ ଦୁଇଜଣ ଏବେ ଯାଏ ଶୋଇନାହଁ? ମୁଁ ଜାଣିଛି ତୁମ ଦୁଇଜଣକୁ ଭୋକ ପାଇଁ ନିଦ ଆସୁନଥିବ। ନାହିଁ ମାମା, ଆମକୁ ଭୋକ ଜମା ବି ଲାଗୁନାହିଁ। ଆମେ ଆଜି ସ୍କୁଲରେ ପିଲାମାନଙ୍କ ସହ ଖାଦ୍ୟ ଖାଇ ଦେଇଥିଲୁ। ରାନୁ ଚଢ଼େଇ ସବୁ ଜାଣିଥିଲା କି ପିଲାମାନେ ତାଙ୍କୁ ମିଛ ହିଁ କହୁଛନ୍ତି ବୋଲି। ତାପରେ କୋକୋ ଆଉ ଗୁଡିଆ ଭୋକିଲା ଶୋଇପଡ଼ିଲେ। ତାପରେ ରାନୁ ଚଢ଼େଇ ଘର ଭିତରୁ ବାହାରକୁ ଆସିଲା। ରାନୁ ମନେ ମନେ ଭାବିଲା ଯେ ମଣିଷମାନଙ୍କ ବସ୍ତି ଆଡ଼େ ମଣିଷମାନେ ବହୁତ ଲେଟ୍ରେ ଶୁଅନ୍ତି। ସେପଟୁ କିଛି ନା କିଛି ଖାଇବାକୁ ମିଳିଯାଇପାରେ। ଏମିତି ଭାବିକି ରାନୁ ଚଢ଼େଇ ମଣିଷମାନଙ୍କ ବସ୍ତି ଆଡ଼କୁ ଚାଲିଗଲା।